ভুল হইগলা। আচ্ছা ମୁଁ ଯେଉଁ ଆକ୍ସନ୍ଟିଏ କରିକି ଗାଇଲି କ'ଣ ପଦ ଭୁଲ ଗାଇଲି? ମୁଁ ସମସ୍ତଙ୍କୁ ସୁଖ ଦେବାକୁ ଚାହେଁ। ଏହାକୁ ନେଇ କେତେଜଣ ମୋ ବିରୁଦ୍ଧରେ ପ୍ରତିବନ୍ଧକ ଶବ୍ଦ ଲଗାନ୍ତି। ମଞ୍ଚ ଉପରେ ଆସି ଏମିତି ଏମିତି ହେଉଛି ବୋଲେ ଏମିତି କରି ଗାଇଥବ। କହିଲା ମୋତେ ଦାସୀ କରି ନିଅ ନିଅ, ମୋତେ ଦାସୀ କରି ନିଅ ନିଅ হে ভক্ত ক্রূর শ্যাম সাথে দিবি মধুপুর হে ভক্ত ক্রূর মতে দাসী করি নিয় নিয় হে ভক্ত ক্রূর শ্যাম সাথে দিবি মধুপুর হে ভক্ত ক্রূর নিয়মর গড়া হার হীরা ফুল নিয়মর নিয়মর গড়া হার হীরা ফুল নিয়মর পিণ্ডরু পরাণ মোর কাঢ়ি নেউছ সতর পিণ্ডরু পরাণ মোর কাঢ়ি নেউছ সতর মোর পিণ্ড হেব না রখার হে ভক্ত ক্রূর মোতে দাসী করি নিয় নিয় হে ভক্ত ক্রূর বেসরকারি হইথিবি শ্যামকু সজাউথিবি বেসরকারি হইথিবি শ্যামকু সজাউথিবি নয়নে কজল কপালে কস্তুরী শিরে গোরচনা দেবী নয়নে কজল কপালে কস্তুরী শিরে গোরচনা দেবী সেঠি আনি হইথিবি শ্যাম পালটা ধইবি সেঠি আনি হইথিবি শ্যাম পালটা ধইবি নিশে গড়ে লগাইবি খুর হে ভক্ত ক্রূর মোতে দাসী করি নিয় নিয় হে ভক্ত ক্রূর আচ্ছা ମୁଁ ଯଦି ଏମିତି ଏମିତି ନ ହେଇକି ଠିଆ ହେଇକି ଗାଇଲେ କ'ଣ ଭୁଲ ହବ? ମୁଁ ଖାଲି ଠିଆ ହେଇକି ଗାଇବି ଶୁଣାଇ ସଭିଙ୍କି কহি শুনাই সভিকি কহি সমান রই। ভুল ହେଇଗଲା। ଆଚ୍ଛା ମୁଁ ଯେଉଁ ଆକ୍ସନ୍ଟିଏ କରିକି ଗାଇଲି କ'ଣ ପଦ ଭୁଲ ଗାଇଲି? ମୁଁ ସମସ୍ତଙ୍କୁ ସୁଖ ଦେବାକୁ ଚାହେଁ। ଏହାକୁ ନେଇ କେତେଜଣ ମୋ ବିରୁଦ୍ଧରେ ପ୍ରତିବନ୍ଧକ ଶବ୍ଦ ଲଗାନ୍ତି। ମଞ୍ଚ ଉପରେ ଆସି ଏମିତି ଏମିତି ହେଉଛି ବୋଲେ ଏମିତି କରି ଗାଇଥବ। ମୁଁ ମିଛ କହିବିନି ମଞ୍ଚ ଉପରେ, ମରିଯିବି ପଛକେ ମିଛ କହିବିନି। କିଛି କହନ୍ତି ଏମିତି ଏମିତି ଯୋଉ ହଉଛି ମାନେ ଏମିତି କରି ଗାଇଥବ। ଅର୍ଥ ତାହେଲେ ନୀରବ ହେଇକି ଠିଆ ହେଇକି ପାଲା ଗାଇଲେ দর্শক মজা উঠাই পারিবেনি আজ্ঞা ତମେ ଓଡ଼ିଶାବାସୀ ଭଲ ପାଇବ। ଆଉ ଧାଡ଼ିଏ କହୁଛି ମନେ ପକାନ୍ତୁ, ଆଗରୁ ପାଲା ଗାୟକ ମାନେ ପାଲା ଗାଉଥିଲେ। ଆଜିକାଲି ଫେସବୁକ୍ ୟୁଟ୍ୟୁବ ବାହାରିଲା। 5 ବର୍ଷ ତଳରେ ଦେଖନ୍ତୁ ଯେତେ ଗାୟକ ମଞ୍ଚ ଉପରେ ଠେଙ୍ଗା ହେଇକି ଠିଆ ହଉଥିଲେ, ଖୁଣ୍ଟ ଭଳି ପାଲା ଗାଉଥିଲେ। ଆଜି ଦେଖ ୟୁଟ୍ୟୁବ ମାର, ଯୋଉ ଗାୟକକୁ ଦେଖ ସେ ଟିକେ ଗୋଡ଼ ଏମିତି ଏମିତି କରୁଛି। ସେଥିପାଇଁ ମୂଳ ପୁରୁଧା କିଏ? ମୁଁ କହିବି ଏଇ ନୃସିଂହ ହୋତା। ଏଇ ନୃସିଂହ ହୋତା ଯୋଗୁ ସବୁ ଗାୟକ ଆଜି ପାଦ ଉଠଉଛନ୍ତି। କାଲି ମୋ ବନ୍ଧୁ ଗାଇଥିଲା 4 ଯୁଗରେ 4ଟା ଶୁଆ ସାରି କହ। ଏ 4 ଯୁଗକୁ ଓଡ଼ିଶାରେ ଉଠେଇଲା ବାଲା କିଏ? ଓଡ଼ିଶାର ମୁଁ ଶ୍ରୋତା ସବୁ ଜାଣିଛନ୍ତି। ଏ 4 ଯୁଗକୁ ଆଣିଛି ମୁଁ। ପ୍ରତ୍ୟେକ କଥାରେ 4 ଯୁଗ ପାଲାକୁ ନୃସିଂହ ହୋତା ପୁରେଇଛି। ଆଜି ଓଡ଼ିଶାରେ ଲକ୍ଷ୍ମୀଧର ରାଉତଠୁ ଧରି
ଚ୍ୟାନେଲ ଚାଲି ଜିନିଷ କହୁଛି ସବୁ ଗାଏ ଚାରି ଯୁଗ ଭିତରେ ଚାଲୁ। ତେଣୁ ମୋ ଜୀବନ ଧନ୍ୟ ହେଇଗଲା। ମୁଁ ମରିଗଲେ ବି ମୋର ଆଉ ଦୁଃଖ ନାହିଁ। କେମିତି? ଗାୟକ ଉଦୟନାଥ ରଥ ଶର୍ମା ଥିଲେ। ଖାଲି ଗାୟକ ବଳୁଆ ନଥିଲେ, 5ଟା ଯୋଗ୍ୟ ପୁଅ ବଳୁଆ ଥିଲେ। ମୋ ଗୁରୁ, ମୋ ବାପା, ବୁଝିପାରିବେ ନାହିଁ ଆପଣ, ମୁଁ ଜାଣିନି। ମୋର ଦ୍ୱିତୀୟ ଗୁରୁ ମୋ ପାଖରେ ଉପସ୍ଥିତ ଗୋବର୍ଦ୍ଧନ ବେହେରା ମହୋଦୟ। ମୁଁ ପାଲାରେ ସେତେବେଳେ ତାଳ କ'ଣ ଜାଣିନଥାଏ। 15 ଦିନ ମତେ ପାଲା ଶିଖିବାକୁ ଗଲେ। ପ୍ରଥମ ଦିନ ସକାଳୁ ପ୍ରଚଣ୍ଡ ପାଣ୍ଡବ ନାଟକଟି ମତେ ଲେଖିକି ଦେଇଥାନ୍ତି। କହିଲେ ପୁଅ, ମୁଁ ତୋ ପାଖରେ 10 ଦିନ ରହିବି, 5 ଦିନ ଭିତରେ ଯେମିତି ପ୍ରଚଣ୍ଡ ପାଣ୍ଡବ ନାଟକ ଶେଷ ହବ। ସେତେବେଳେ ମୋ ଗୁରୁ, ମୁଁ ଆଜି ବି ମଞ୍ଚ ଉପରେ କହୁଛି, ଏଠି ନୁହଁ ଓଡ଼ିଶା ଯାହା କହୁଛି, ମୋ ଗୁରୁଙ୍କର ଗୋଟିଏ ନିଶା ଥିଲା ଫ୍ଲେଗ ସିଗାରେଟ। ଗୋଟାଏ ଦିନରେ 2 ପକେଟ ସିଗାରେଟ ଟାଣନ୍ତି। ସକାଳୁ ରୋଷେଇ କରିବାକୁ ପାଳିଆକୁ ଛାଡ଼ିଛି। ପ୍ରଚଣ୍ଡ ପାଣ୍ଡବ ନାଟକ ମତେ ଦିଆହେଇଛି। ଏଇ ନୟାଗଡ଼ ମାଟିର ପୁଅ, ଏଇ ମାଟିର ପୁଅ। ମୋ ଗୁରୁ ଯାଇଥାନ୍ତି। ଦିନ 1 ବାଜିଲା, ଖାଇବାକୁ ହେଇଗଲା। ମୁଁ ଗୋଡ଼ ମୋଡ଼ିଲି, କହିଲି ବାବା, ନା କ'ଣ କହୁଛୁ? କହିଲି ଉଠିଲ ନା କ'ଣ? କହିଲି ଖାଇବାନି ନା ଖାଇବା। କହିଲି ଯୋଉ ପ୍ରଚଣ୍ଡ ପାଣ୍ଡବ ନାଟକ ଦେଇଥିଲ, କୁରୁ ବଂଶ ସମ୍ରାଟ ନାମଜା ଧୃତରାଷ୍ଟ୍ର ସତ ତନୁଜା ମହାବଳୀ, ଅଧଘଣ୍ଟାରେ ଯୋଉତକ ଦେଇଥିଲେ ସବୁ ଯାକ ଗାଇଦେଲି। ମୋ ଗୁରୁ ଅଛନ୍ତି, ଆପଣ ପଚାରନ୍ତୁ। ଆପଣଙ୍କ ମାଟିର ପୁଅ ଅଧଘଣ୍ଟାରେ ଟପିକ ସଫା। କହିଲେ ତୁ ମଣିଷ ନା କ'ଣ କି? ଆଉ ମୁଁ ତତେ ଆଶୀର୍ବାଦ କରୁଛି, ତୁ ଦିନେ ଓଡ଼ିଶାର ଦିନେ ସମ୍ରାଟ ବୋଲେ ମୁକୁଟ ବିହୀନ ସମ୍ରାଟ ହବୁ। ସେ ଭଳିଆ ଦଳ ସେମିତି ଥିଲେ ବୋଲି ଉଦୟନାଥ ରଥ ଶର୍ମା ବଡ଼ ହେଲେ। ଲଡୁ ଭାଇନା ଭଳିଆ ସଙ୍ଗୀତକାର, ଲକ୍ଷ୍ମଣ ଭାଇ ଭଳିଆ ଭଜନ ପାଳିଆ, ମୋ ଗୁରୁ ଗୋବର୍ଦ୍ଧନ ବେହେରାଙ୍କ ଭଳିଆ ବାୟକ। ଆଜ୍ଞା ଆଜ୍ଞା। ଜୀବନରେ 2ଟା ବାୟକକୁ ମାରିକି ଖାଇଦେଲେ। ତାଙ୍କ ନାଁରେ ଯୋଡ଼ିଏ ବାୟକ ସୁଇସାଇଡ କରିଛନ୍ତି। ହେଲା ହେଲା କାହିଁକି ନା ଏ ପାଲାର ସ୍ୱଚ୍ଛତା। ସତରେ ଗୁରୁ କିଏ? ବୋଲା ଗୁରୁ ହର୍ଦା ଗର୍ଦା ଦୈବ ବିଧାତା। ଗୁରୁ ଇଷ୍ଟ ଦାତା ଶାସ୍ତ୍ରରେ କହି, ସେ ଗୁରୁ ବୟରେ ଲୟ ଦେଲେ ଦୂରେ। ଆଜି ଫୁଲମାଳରେ ପଇସା ନାହିଁ, ମୁଁ ଏତେ ନେଇନଥିଲି। ଫୁଲମାଳିଟା ଦବ, ଟଙ୍କା 50-100 ନେଇକି ଦବନି, ମନ ଦୁଃଖ ହବନି ଗଲାବେଳକୁ ବର୍ଷା କଣ। ଯଦି 50-100 ଥବ, ଆକୁ ନେଇକି ଠିକିନି ଗାୟକ ମାନେ ମୁଣ୍ଡ ଉପରେ ଥୋଇକି ରଖିବ। ଆଉ ଯଦି କିଛି ନାହିଁ, ବାଟରେ ଫୋପାଡ଼ି ଦେଇକି ଲାଭ କଣ? କାଲିଠୁ ମତେ ନ ମିଳୁ, ସେ ଗୁରୁଙ୍କୁ ଛାଡ଼ିଲେ ଆଉ କିଛି ନାହିଁ ନା। ଗୁରୁ ହର୍ଦା ଗର୍ଦା ଦୈବ ବିଧାତା। ଏ ଗୁରୁ ଇଷ୍ଟ ଦାତା ଶାସ୍ତ୍ରରେ କହି, ସେ ଗୁରୁ ବୟରେ ଲୟ ଦେଲେ ଦୂରେ। ମୋ ଧନ ରମିଆ, ମୋ ଧନ ରମେଶ, ମୋ ଧନ ରମୁ, ମୋ ଧନ ରମଣ, ମୋ ଜେଜ, ମୋ ଜାତ ନା। ନାହିଁ ବାଇ ମନରେ
ସଂସାର ସାଗରୁ ତରିବାକୁ ଗୁରୁ ସଂସାର ସାଗର ତରିବାକୁ ଗୁରୁ ଭୟର କୁଦିନେ ଜପିବ ନାହିଁ ପାଇ ମନରେ ଦିନ ଯାଉଛି ବହି ଦିନ ଯାଉଛି ବହି ପାଇ ମନରେ ଜଗତରେ ମୂଳ ହେଲେ ଗୁରୁ। ଆଜ୍ଞା ମୁଁ ଗୁରୁ କେତେ ପ୍ରକାର କହିକି ଆପଣ ମାନେ ଜ୍ଞାନୀ, ମୁଁ ଆପଣଙ୍କ ଆଗରେ ତାକୁ ଆଉ ଡେସ୍କ୍ରିପସନ କରିବାକୁ ଚାହୁଁନି। ହେଲା ଜଗତରେ ଗୁରୁ ଯଦି କିଏ କହିବା ପାଲା ଏଇଠୁ ବଦଳିଯିବ। ଆମେ ଏଇଠୁ ପାଲା ଗାୟକ ମାନେ ଠିଆ ଆଉ ଟାଇମ୍ ପାସ୍ କରିବା ପାଇଁ। ଗୁରୁ କାହାକୁ କହନ୍ତି, ଗୁ ଶବ୍ଦ ଅର୍ଥ କ'ଣ, ରୁ ଶବ୍ଦ ଅର୍ଥ କ'ଣ, ଜଗତରେ ଗୁରୁ କେତେ ପ୍ରକାର। ଲାଷ୍ଟ କହିବୁ ପିତା ମାତା ଗୁରୁ ଆଉ ଦେବତା ବ୍ରାହ୍ମଣ ଦେବତା ବ୍ରାହ୍ମଣ ଗୁରୁ ମାନ୍ୟ ଏହି 5 ଜଣ ଆକୁ ଲମ୍ବେଇଲେ ଘଣ୍ଟେ ବି ପଳେଇବ।